ନବବର୍ଷରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ତାଙ୍କ ରାଉରକେଲା ଗସ୍ତ କାଳରେ ଯୋଡ଼ା ପୌରାଞ୍ଚଳର କଳାପାହାଡ଼ ଛକରେ ଯୋଡ଼ା ବିଜେଡି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସୋମବାର ଅପରାହ୍ନ 4ଟାରେ ବରିଷ୍ଠ ବିଜେଡି କର୍ମୀ ତଥା ପୂର୍ବତନ କାଉନସିଲର ଜିତେନ୍ଦ୍ର ଜୟସ୍ୱାଲଙ୍କ ନେତୃତ୍ୱରେ ଉପାଧ୍ୟକ୍ଷା ସନ୍ଧ୍ୟା ପାତ୍ର ସମେତ ସମସ୍ତ ବିଜେଡି କାଉନସିଲର, ବିଜେଡି ସଂଗଠକ, କର୍ମୀ, ଯୁବ ଛାତ୍ରନେତା, ଏସ୍ଏଚ୍ଜି ମହିଳା, ମିଶନ ଶକ୍ତିର ମହିଳା ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଜୟ ବିଜେଡି ଧ୍ୱନି ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେ ଏକ ଦଳୀୟ କାର୍ଯ୍ୟରେ ରାଉରକେଲା ଗସ୍ତ କରୁଥିବା ବେଳେ କିଛି ସମୟ ପାଇଁ କଳାପାହାଡ଼ ଛକରେ ଅଟକି ଯୋଡ଼ାର କର୍ମୀମାନଙ୍କ ଦ୍ୱାରା ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ସେ ଉପସ୍ଥିତ ନିଜର ସହକର୍ମୀ ତଥା ଯୋଡ଼ା ବିଜେଡିର ଦାୟିତ୍ୱରେ କର୍ମୀ ସଂଗଠନଙ୍କ ସହ କିଛି କ୍ଷଣ ବିତେଇବା ପରେ ପୁଣି ଥରେ ରାଉରକେଲା ଅଭିମୁଖେ ଯାତ୍ରା କରିଥିଲେ। ତାଙ୍କର ଏହି ଯୋଗଦାନରେ ଯୋଡ଼ାର ସମସ୍ତ କର୍ମୀ ମହଲରେ ଏକ ଉତ୍ସାହର ନବ ପ୍ରେରଣା ଜାଗ୍ରତ ହୋଇଥିବା ପ୍ରକାଶ ପାଇଛି। ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।